हेलो स्टूडेंट्स। तो आज आमे पढ़िबा डीएच लॉरेंसको गोटे मोस्ट इम्पोर्टांट पोएम मनी मैडनेस। माने पैसा पाई पागलपण। से एही कवितारे माने आजिकाल समाज रे जो पैसा पाई लोकंकर पागलपण, पैसा पाई लोक माने निजर मानविकता भूली जाउछंती, ता ऊपर जिनसटा से आलोकपात करिसंती तांकर पोएम माध्यम रे। डेविड हर्बर्ट रिचार्ड लॉरेंस 1885 ରେ ଜନ୍ମଗ୍ରହଣ କରିଥିଲେ। 1930 ମସିହାରେ ସେ ମୃତ୍ୟୁବରଣ କରିଥିଲେ। Is an English novelist, poet, playwright, essayist and literary critic and painter। ସେ ଜଣେ ଏକାଧାରରେ ଇଂଲିଶ ନୋଭେଲିଷ୍ଟ, ଇଂରାଜୀ ଉପନ୍ୟାସିକ, ପୋଏଟ କବି, ପ୍ଲେରାଇଟ୍ ହଉଛି ନାଟ୍ୟକାର, ଏସେଇଷ୍ଟ ଯିଏକି ରଚନା ଲେଖନ୍ତି ଏବଂ ଲିଟରାରୀ କ୍ରିଟିକ ସାହିତ୍ୟ ସମାଲୋଚକ ଏଣ୍ଡ ପେଣ୍ଟର ସେ ଚିତ୍ରକାର ମଧ୍ୟ ସେ ଥିଲେ। His collected works represent an extended reflection upon the dehumanizing things effects of modernity and industrialization। ସେ କହୁଛନ୍ତି ତାଙ୍କର କାର୍ଯ୍ୟ କାହାକୁ ଆଲୋକପାତ କରେ ନା ଶିଳ୍ପାୟନ ଆଉ ଆଧୁନିକତାର। ଇଣ୍ଡଷ୍ଟ୍ରିଆଲାଇଜେସନ ହଉଛି ଶିଳ୍ପାୟନ, ମଡର୍ଣ୍ଣିଟି ହଉଛି ଆଧୁନିକତା। ସେ କହୁଛନ୍ତି ଏଇ ଯୋଉ ଶିଳ୍ପାୟନ ଆଉ ଆଧୁନିକତା କେମିତି ମଣିଷ ମାନଙ୍କ ଦେହରୁ ତାଙ୍କର ମାନବିକତାଟା କାଢି ନଉଛି ବା ମନୁଷ୍ୟ ଉପରେ କଣ ଇମ୍ପାକ୍ଟ ପକଉଛି, ସେଇଟା ସେ ଆଲୋକପାତ କରିଛନ୍ତି ତାଙ୍କର ସାହିତ୍ୟର ଲେଖା ମାନଙ୍କରେ। In them, Lawrence confront issues relating to emotional health and vitality, spontaneity and instinct। ସେ କହୁଛନ୍ତି ସେଇ ସବୁ ମଧ୍ୟରେ ସେ କଣ ଫେସ୍ କରିଛନ୍ତି, କନଫ୍ରଣ୍ଟ ହଉଛି ଫେସ୍ କରିବା, ସାମ୍ନା ସାମ୍ନି ହବା। କଣ ଫେସ୍ କରିଛନ୍ତି ନା ଭାବପ୍ରବଣ ସ୍ୱାସ୍ଥ୍ୟ ଏବଂ ଜୀବନ ଶକ୍ତି ପ୍ରବୃତ୍ତି ଜନିତ ସମସ୍ୟା ସେ ସାମ୍ନା କରିଛନ୍ତି। ଆଶା କରୁଛି ଏଯାଏଁ ପିଲା ତମେ ବୁଝି ପାରିଥିବ। ୱାର୍ମ ଅପ ରେ ଦେଖିବା କଣ ଅଛି। Craze for money seems to have gripped the modern world। ସେ କହୁଛନ୍ତି କ୍ରେଜ ଫର ମନି ସିମ୍ସ ଟୁ ହେଭ୍ ଗ୍ରିପ୍ଡ ଦ ମଡର୍ନ ୱାର୍ଲଡ। ସେ କହୁଛନ୍ତି ପଇସା ପାଇଁ ଯୋଉ ପାଗଳପଣ, ପଇସା ପାଇଁ ଯୋଉ ପାଗଲପନ୍ଥୀ କଣ କରିଛି ନା ଏଇ ପାଗଳପଣଟା ପୁରା ଏଇ ଯୋଉ ଆଧୁନିକ ସମାଜକୁ ଦୁନିଆକୁ ପୁରା ମାନେ କବଳିତ କରିନେଇଛି, ପୁରା କବ୍ଜା କରିନେଇଛି। ଇନ୍ ଟୁଡେଜ ୱାର୍ଲଡ ପିପୁଲ ନିଡ୍ ମନି ଟୁ ହେଭ୍ ଏକ୍ସେସ୍ ଟୁ ଥିଙ୍ଗ। ବର୍ତ୍ତମାନ ସମାଜରେ ଲୋକମାନଙ୍କର ପଇସାଟା ଆଉ ଜରୁରତ ହେଇକି ନାହିଁ, ଗୋଟେ ଷ୍ଟାଟସର ସିମ୍ବଲ ପାଲଟି ଯାଇଛି। ସେ କହୁଛନ୍ତି ଆଜିର ଦୁନିଆରେ ଜିନିଷ ପାଇବା ପାଇଁ ଲୋକଙ୍କୁ ଟଙ୍କା ଆବଶ୍ୟକ। ୱିଦାଉଟ୍ ମନି ଦେ ଆର୍ ରିଏଲି ଲଷ୍ଟ ଏଣ୍ଡ ଡୋଣ୍ଟ ନୋ ହାଉ ଟୁ ଡୁ। ସେ କହୁଛନ୍ତି ବିନା ପଇସାରେ ପ୍ରକୃତରେ ସେମାନେ ହଜିଯାଆନ୍ତି, ସେମାନେ ପୁରା ହାରିଯାଆନ୍ତି, ହଜିଯାଆନ୍ତି। ତାଙ୍କର ମୁଣ୍ଡ କିଛି କାମ କରେନି, ସେମାନେ କଣ କରିବେ ବିନା ପଇସାରେ। ୱିଦାଉଟ୍ ମନି ଦେ ମେ ଏଣ୍ଡ ଅପ୍ ଅନ୍ ଦ ଷ୍ଟ୍ରିଟ୍ସ। ବିନା ପଇସାରେ ସେମାନେ ରାସ୍ତାରେ ପଡିପାରନ୍ତି, ମାନେ ପୁରା ତଳକୁ ଖସି ଯାଆନ୍ତି, ମାନେ ତଳିତଳାନ୍ତ ହେଇଯାଆନ୍ତି। ଦ ରିଚ୍ ଆର୍ ଦେୟାରଫୋର୍ admired for their wealth and prosperity and the poor are hated for their poverty and adversity। ତ ଲୋକଙ୍କର ଏଇ ମାନସିକତା ପାଇଁ, ପଇସା ପାଇଁ ପାଗଳପଣ ଆଉ ପଇସାକୁ ଦେଖିକି ଲୋକଙ୍କୁ ପଇସା ହିସାବରେ ଲୋକଙ୍କୁ ଜଜ୍ କରିବା, ଏଇଭଳିଆ ମେଣ୍ଟାଲିଟି ପାଇଁ ଧନୀ ମାନେ ପ୍ରଶଂସା ପାଆନ୍ତି। କଣ ପାଇଁ ନା ତାଙ୍କର ଧନ ରତ୍ନ, ତାଙ୍କର ସମ୍ପଦ ପାଇଁ ସେମାନେ ପ୍ରଶଂସା ପାଆନ୍ତି। ଆଉ ଗରିବ ମାନେ ଘୃଣାର ପାତ୍ର ହୁଅନ୍ତି, ଘୃଣାର ଶିକାର ହୁଅନ୍ତି। କଣ ପାଇଁ? ତାଙ୍କର ଦାରିଦ୍ରତା ଏବଂ ତାଙ୍କର କଷ୍ଟ ସମୟ ପାଇଁ। ପ୍ରତିକୂଳ ଆଡଭର୍ସିଟି ହଉଛି ପ୍ରତିକୂଳ ପରିସ୍ଥିତି। ବଟ୍ ମନି ହେଜ୍ ବିନ୍ ଦ ରୁଟ୍ ଇଫ୍ ନଟ୍ ଅଲ୍ ଇଭିଲ୍। କିନ୍ତୁ ସେ କହୁଛନ୍ତି ପଇସା ପଇସା ସବୁ ମନ୍ଦ କର୍ମର ମୂଳ ନୁହେଁ। ଅଫ୍ ଗ୍ରେଟ୍ ମିଜରି ଟୁ ଦ ହ୍ୟୁମାନ ରେସ୍। ନା ଏଇ ଯୋଉ ମଣିଷ ମାନଙ୍କର ଯୋଉ ପଇସା ଇନକମ କରିବା ଯୋଉ କମ୍ପିଟିସନ,
ତାର ମୂଳ ଯୋଉ ମନ୍ଦ କାମ ସବୁ ହଉଛି, ପଇସା ତାର ମୂଳ ନୁହେଁ ବୋଲି ସେ କହୁଛନ୍ତି। ମନି ଟର୍ନସ୍ ମେନ୍ ଇନସେନ୍। ମଣିଷ ମଣିଷକୁ କିଏ ପାଗଳ କରୁଛି? ମଣିଷକୁ ପଇସା ପାଗଳ କରିଦଉଛି। Read the poem and note how the poet pleads for a society without money। କବିତାଟାକୁ ପଢନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେ କବି କିପରି ଟଙ୍କା ବିନା ମଣିଷ ସମାଜ, ମାନେ ଟଙ୍କା ବିନା ଚଳିବା ପାଇଁ ମଣିଷ ସମାଜକୁ ସେ ନିବେଦନ କରୁଛନ୍ତି। ତ ଆମେ ଏଇ ପୋଏମ ପଢିକି ଆମେ ଜାଣିବା। ତେବେ ଆମେ ଟେକ୍ସଟାକୁ ଟିକେ ଭଲ ଭାବରେ ଓଡ଼ିଆରେ ଆନାଲିସିସ୍ କରିବା, ସମ୍ପୂର୍ଣ୍ଣ ଓଡ଼ିଆରେ। ମନି ଇଜ୍ ଆୱାର ମ୍ୟାଡନେସ୍, ଆୱାର ଭାଷ୍ଟ କଲେକ୍ଟିଭ ମ୍ୟାଡନେସ୍। ସେ ଲାଇନଟାର ଆରମ୍ଭ କରୁଛନ୍ତି, ଟଙ୍କା ହଉଛି ଆମର ପାଗଳପଣ, ଆୱାର ଭାଷ୍ଟ କଲେକ୍ଟିଭ ମ୍ୟାଡନେସ୍, ଏବଂ ବହୁତ ବଡ ପାଗଳପଣ ହେଲା। କଲେକ୍ଟିଭ ମାନେ ଖାଲି ଜଣଙ୍କର ପାଗଳପଣ ନୁହେଁ, ପୁରା ସମାଜରେ, ପୁରା ଜେନେରେସନର ସେଟା ପାଗଳପଣ। And of course, if the multitude is mad, the individual carries his own grain of insanity around with him। ସେ କହୁଛନ୍ତି, and of course, ନିହାତି, if the multitude is mad, ଯଦି ପୁରା ଜେନେରେସନ, ପୁରା ଗ୍ରୁପ, ଯୋଉ ଗ୍ରୁପ ମାନେ ପୁରା ଗ୍ରୁପର ଲୋକମାନେ ଯଦି ପୁରା ସେ ପଇସା ପାଇଁ ପାଗଳ ହେଇସାରିଛନ୍ତି, the individual carries his own grain of insanity around with him। ସେଇ ଗ୍ରୁପରେ ଥିବା ପ୍ରତ୍ୟେକ ଲୋକ ସେଇ ପାଗଳପଣର ଛୋଟ ଛୋଟ ଖଣ୍ଡ ନିଜ ଭିତରେ ସେମାନେ ବହନ କରିକି ଚାଲୁଛନ୍ତି। ମଲ୍ଟିଟ୍ୟୁଡ ହଉଛି ଛୁଆ ଗ୍ରୁପ ବା ଜେନେରେସନ। ସେ କହୁଛନ୍ତି ଯଦି ଗୋଟିଏ ଜେନେରେସନ ବା ଗ୍ରୁପ ଅଫ ପିପୁଲ ଯଦି ସେ ପଇସା ପାଇଁ ପୁରା ପାଗଳ, ତ ସେଇ ଗ୍ରୁପରେ ଥିବା ସମସ୍ତ ଲୋକ ନିଜ ନିଜ ଭିତରେ, ପ୍ରତ୍ୟେକ ଲୋକ ନିଜ ନିଜ ଭିତରେ ସେ ପାଗଳପଣର ଛୋଟ ଛୋଟ ଖଣ୍ଡ ନିଜ ଭିତରେ ସେମାନେ ବହନ କରିଥାନ୍ତି। I doubt if any man living hands out a pound note with a pang, and a real tremor is he hands out a 10 pound note। କବି ଏଠି କହୁଛନ୍ତି, ମୁଁ ସନ୍ଦେହ କରୁଛି ଯଦି ଗୋଟିଏ ଲୋକ ବିନା ବିନା ଦ୍ୱିଧାରେ ବିନା ଦ୍ୱିଧାରେ ଗୋଟିଏ ପାଉଣ୍ଡ ନୋଟ ଖର୍ଚ୍ଚ କରୁଛି ବା ଦାନ କରୁଛି, ବିନା ଦ୍ୱିଧାରେ ସେ କାମଟାକୁ ସେ କରିଦଉଛି, କିନ୍ତୁ ଭୟଙ୍କର ରିଏଲ ଟ୍ରେମର, ତାର ହାତ କମ୍ପୁଛି। ଯେତେବେଳେ ତାର ହାତ କମ୍ପୁଛି, ଯେତେବେଳେ ସିଏ ଗୋଟେ 10 ପାଉଣ୍ଡର ନୋଟ କାଢୁଛି, ଖର୍ଚ୍ଚ କରୁଛି ବା କାହାକୁ ଦାନ କରୁଛି। ଯଦି ଗୋଟିଏ ଲୋକ, ସେ କହୁଛନ୍ତି ଯଦି ଗୋଟିଏ ଲୋକ ତା ପକେଟରୁ ଗୋଟେ ପାଉଣ୍ଡ ନୋଟ ଖର୍ଚ୍ଚ କରୁଛି ବା ଦାନ କରୁଛି, ସେଥିରେ ତାର କିଛି ଫରକ ପଡୁନାହିଁ, କିନ୍ତୁ ତା ହାତ ଥରୁଛି କେତେବେଳେ, ନା ଯେତେବେଳେ ସେ ଗୋଟେ 10 ପାଉଣ୍ଡର ନୋଟ କାଢୁଛି ଆଉ ଖର୍ଚ୍ଚ କରୁଛି ବା ଦାନ କରୁଛି, ସେତେବେଳେ ତା ହାତ ଥରୁଛି। We quail, we quail, money makes us quail। ଆମେ ଭୟଭୀତ, କାହା ପାଇଁ? ପଇସା ଆମକୁ ଭୟଭୀତ କରିଦେଇଛି। କୋଏଲ ମାନେ ହେଉଛୁଆ ଭୟଭୀତ। It has got us down, we grovel before it in a strange terror। We had got us down, ସେ ଆମକୁ କବଳିତ କରି ନେଇଛି। କେମିତି କବଳିତ କରି ନେଇଛି? ନା ଗୋଟେ ଅଜଣା ଭୟ, ଗୋଟେ ଅଜଣା ଭୟରେ ସେ ଆମକୁ ପୁରା କବଳିତ କରିଦେଇଛି। And no wonder, for money has a fearful cruel power among men। ଏହା କିଛି ଆଶ୍ଚର୍ଯ୍ୟର କଥା ନୁହେଁ। For money has a fearful cruel power among men। ଏ ପଇସା ମଣିଷ ମାନଙ୍କ ଭିତରେ ଗୋଟେ ଭୟଙ୍କର ନିର୍ଦ୍ଦୟତାର ପାୱାର, ଶକ୍ତି ମନ ଭିତରେ ସେ ତିଆରି କରିଦେଇଛି। But it is not money we are so terrified of। ସେ କହୁଛନ୍ତି ଏଇ ଯୋଉ ଭୟ, ଏଇ ଭୟଟା ଯୋଉ ମଣିଷ ମାନେ ଟଙ୍କାଟା ତିଆରି କରିଛି ମଣିଷ ମାନଙ୍କ ମଧ୍ୟରେ, ସେଟା ଟଙ୍କାର ଭୟ ନୁହେଁ। ସେ ଭୟଟା କାହାର? It is the collective money madness of mankind। ଆମେ ଆମ ମନରେ ଯୋଉ ଅଜଣା ଭୟଟା ଅଛି, ସେ ଅଜଣା ଭୟଟା ପଇସା ପାଇଁ ନୁହେଁ। ପଇସା ପାଇଁ ଯୋଉ ପାଗଳପଣ ଏଇ ମଣିଷ ମାନଙ୍କ ମଧ୍ୟରେ ଦେଖାଯାଉଛି, ସେଇ ମଣିଷ ମାନଙ୍କୁ ଆମେ ଭୟ କରୁଛୁ। ସେ ମଣିଷ ମାନଙ୍କର ପାଗଳାମି, ଟଙ୍କା ପାଇଁ ପାଗଳାମିକୁ ଆମେ ଭୟ କରୁଛୁ। For mankind says with one voice how much he is worth। ସାରା ସମାଜ ପାଇଁ, ସାରା ମଣିଷ ଜାତି ପାଇଁ କେବଳ ଗୋଟିଏ ଆୱାଜ ଆସେ, ହାଉ ମଚ୍ ହି worth। ତାଙ୍କର ଦାମ କେତେ? ହେଜ୍ ହି no money, ତାଙ୍କ ପାଖରେ କଣ ପଇସା ନାହିଁ? Then let him eat dirt and go cold।
ଯଦି ତାଙ୍କ ପାଖରେ ପଇସା ନାହିଁ, ଯଦି ସେ ଗରିବ ତ ତାକୁ ଅଳିଆ ଖାଇବା ପାଇଁ ଦିଅ and go cold ଆଉ ଶୀତରେ ସଢିବା ପାଇଁ ଦିଅ। And if I have no money, they will give me a little bread so I don't die। ସେ କହୁଛନ୍ତି ମଣିଷ ମାନଙ୍କର ଭିତରେ ଯୋଉ ଅମାନସିକତା ଯୋଉ ପଶୁ ଭଳି ବିହେଭିୟର ଦେଖାଯାଉଛି ତ ସେଇ ବିଷୟରେ ସେ ଏଠି ସେ କହୁଛନ୍ତି। And if I have no money, ଯଦି ମୋ ପାଖରେ ପଇସା ନାହିଁ, they will give me a little bread so I don't die। ଯଦି ମୋ ପାଖରେ ପଇସା ନାହିଁ ସେ ମତେ କିଛି ପାଉଁରୁଟି ଦେବେ କି ରୁଟି ଦେବେ ଯାହା ଫଳରେ ମୁଁ ମରିବି ନାହିଁ। But they will make me eat that with it। କିନ୍ତୁ ତା ସହିତ ମତେ ସେ ଅଳିଆ ଖାଇବା ପାଇଁ ଦେବେ। ସେମାନେ ମତେ ମାରିବେନି ଯଦି ମୋ ପାଖରେ ପଇସା ଅଛି ସେମାନେ ମତେ ମାରିବେନି କିନ୍ତୁ ସେମାନେ ମତେ ଖାଇବା ପାଇଁ ଦେବେ। କଣ ପାଇଁ? ନା ମତେ ଜଲିଲ କରିବା ପାଇଁ। ହେଲା ମତେ ତିରସ୍କାର ମତେ ଧିକ୍କାର କରିବା ପାଇଁ ସେମାନେ ମତେ ଖାଇବା ପାଇଁ ଦେବେ। ମତେ ସେମାନେ ବାରମ୍ବାର ରିଅଲାଇଜ କରେଇବେ ଯେ ମୋ ପାଖରେ ପଇସା ନାହିଁ। ଯଦି ତୋ ପାଖରେ ପଇସା ନାହିଁ ତ ସମାଜ କିଛି ଇଜ୍ଜତ କରିବନି। ତ ସେମାନେ ମତେ ଜଲିଲ କରିବା ପାଇଁ ଖାଇବା ପାଇଁ ଦେବେ। But they will make me eat that with it। ସେମାନେ ମତେ ସେ ରୁଟି ସହ ଅଳିଆ ଖାଇବା ପାଇଁ ଦେବେ। ମାନେ ମତେ ମିଜରେବୁଲ ସେମାନେ ମାନେ ଫିଲ୍ ଦେବେ ସେମାନେ। I shall have to that। I shall have to that। ମତେ ଅଳିଆ ଖାଇବା ପାଇଁ ପଡିବ। ମତେ ଏଇ ଅଳିଆ ଖାଇବା ପାଇଁ ପଡିବ କାରଣ ମୋ ପାଖରେ ପଇସା ନାହିଁ। If I have no money, it is that I am frightened of, and that fear can be become a delirium। It is fear of my money made fellow man। ଏଠି କବି ତାଙ୍କ ମନ ଭିତରେ ଥିବା ଭୟଟାକୁ ସେ ବର୍ଣ୍ଣନା କରୁଛନ୍ତି। ସେ କହୁଛନ୍ତି if I have no money, ଯଦି ମୋ ପାଖରେ ପଇସା ନାହିଁ, it is that I am frightened of। ସେ କହୁଛନ୍ତି ଏହା ହଉଛି ଏକ୍ସାକ୍ଟ ଜିନିଷ, ପ୍ରକୃତ ଜିନିଷ ଯୋଉ ଜିନିଷଟାକୁ ମୁଁ ପ୍ରକୃତରେ ଭୟ କରେ। and that fear can become a delirium। delirium ହଉଛି ମାନେ ପ୍ରକୋପ ଯୋଉଟା, ଏଇଟା ଗୋଟେ ଭୟଙ୍କର ପ୍ରକୋପ। it is fear of my money made fellow man। ଏ ଭୟଟା କାହା ପାଇଁ? କାହା ଦ୍ଵାରା? ଏ ଭୟଟା ହଉଛି ମୋ ଆଖପାଖରେ ଥିବା ମୋର ଆତ୍ମୀୟ ସୃଜନ, ମୋ ଆଖପାଖରେ ଥିବା ବନ୍ଧୁ ବର୍ଗ, ସମାଜର ଲୋକମାନଙ୍କର ମନି ପାଇଁ ଯୋଉ ପଇସା ପାଇଁ ପାଗଳପଣ, ଏଇ ଭୟଟାକୁ ସେ ନିଜର ପ୍ରକୃତ ଭୟ ବୋଲି ସେ କହୁଛନ୍ତି। We must have some money to save us from eating that, and this is all wrong। ସେ କହୁଛନ୍ତି ଆମ ପାଖରେ କିଛି ପଇସା ରହିବା ନିହାତି ଦରକାର। କଣ ପାଇଁ? ନା ଆମକୁ ଅଳିଆ ଖାଇବାରୁ ସେ ବଞ୍ଚିତ କରିବ, ଆମକୁ ଅଳିଆ ଖାଇବାକୁ ସେ ଦବ ନାହିଁ। and this is all wrong। ଏଇ ମେଣ୍ଟାଲିଟି ଲୋକମାନଙ୍କର, ଏଇ ଭାବନା ଲୋକଙ୍କର ନିହାତି ମୂର୍ଖାମି, ନିହାତି ଭୁଲ। bread should be free, shelter should be free, fire should be free। ରୁଟି ଗୋଟିଏ ଲୋକଙ୍କ ପାଇଁ ମୁ- ବିନା ମୂଲ୍ୟରେ ହବା ଦରକାର, ଫ୍ରି ହବା ଦରକାର। ସେଲ୍ଟର ସୁଡ୍ ବି ଫ୍ରି, ବାସଗୃହ ବି ମାଗଣା ହେବା ଦରକାର। ଫାୟାର ସୁଡ୍ ବି ଫ୍ରି, ନିଆଁ ବି ମାଗଣା ହେବା ଦରକାର। ଟୁ ଅଲ୍ ଏଣ୍ଡ ଏନିବଡି, ଅଲ୍ ଏଣ୍ଡ ଏନିବଡି, ଅଲ୍ ଓଭର ୱାର୍ଲଡ। ହେଲା ପ୍ରତ୍ୟେକଙ୍କ ପାଇଁ ପୃଥିବୀର ପ୍ରତ୍ୟେକ ଲୋକଙ୍କ ପାଇଁ ଏଇ ତିନିଟା ଜିନିଷ ମାଗଣା ହେବା ଦରକାର। ବ୍ରେଡ, ସେଲ୍ଟର ଆଣ୍ଡ ଫାୟାର। ବ୍ରେଡ ମାନେ ହଉଛି ପାଉଁରୁଟି, ସେଲ୍ଟର ମାନେ ହଉଛି ବାସଗୃହ, ଫାୟାର ମାନେ ହଉଛି ନିଆଁ। ସେ କହୁଛନ୍ତି ଏଇ ତିନୋଟି ଜିନିଷ, ବାସଗୃହ, ନିଆଁ ଏବଂ ଖାଇବା ପାଇଁ ରୁଟି, ମୌଳିକ ଆବଶ୍ୟକତା। ମୌଳିକ ଆବଶ୍ୟକତା ଗୋଟେ ମଣିଷର ବଞ୍ଚିବା ପାଇଁ ଏଟା ମୌଳିକ ଆବଶ୍ୟକତା। ତ ଏଇ ତିନୋଟି ମୌଳିକ ଆବଶ୍ୟକତା ତାଙ୍କ ପାଇଁ ନିହାତି ମାଗଣା ହେବା ଉଚିତ, ସେ ଦାବି କରିଛନ୍ତି। We must regain our sanity about money। ହେଲା ଏଇ ପଇସା ପାଇଁ, ହେଲା ପଇସା ଟପିକ ରେ, ପଇସା ବିଷୟବସ୍ତୁ ଉପରେ ଆମେ ଆମର ବିବେକ ବୁଦ୍ଧିକୁ ଫେରି ପାଇବା ଆବଶ୍ୟକ। ଆମେ ଯୋଉ ପଇସା ପାଇଁ ବିବେକହୀନ ହେଇଯାଇଛେ, ନିର୍ଦ୍ଦୟ ହେଇଯାଇଛେ, ହେଲା ଆମର ଏଇ ପଇସା ପାଇଁ ଆମର ବିବେକକୁ ଆମେ ଫେରି ପାଇବା ଆବଶ୍ୟକ। ବିଫୋର ୱି ଷ୍ଟାର୍ଟ କିଲିଂ ୱାନ୍ another about it। ଏ ପଇସା ପାଇଁ ଆମେ ହତ୍ୟା କରିବା ପୂର୍ବରୁ ଆମେ ବିବେକକୁ ଜାଗ୍ରତ କରିବା ଦରକାର। ଇଟ୍ସ ୱାନ୍ ଥିଙ୍ଗ ଅର ଦ ଅଦର। ନହେଲେ ଏହା ଭିତରୁ କୌଣସି ଗୋଟେ ବି ଘଟଣା ଘଟିପାରେ। ହୁଏତ ଆମେ ଆମର ବିବେକକୁ ଜାଗ୍ରତ କରେଇ ଦେଇ ପାରିବା, ନହେଲେ ଯଦି ଆମ ବିବେକ ଜାଗ୍ରତ ନ ହୁଏ ତ ଆମେ ଏଇ ପଇସା ପାଇଁ ଦିନେ ନା ଦିନେ
ଅନ୍ୟକୁ ମାରିବା ପାଇଁ ଷ୍ଟାର୍ଟ କରିଦବା ଯେଉଁଟା କି ଅଲରେଡି ଆମ ଭିତରେ ଆସିଯାଇଛି। ତୁମେ ଏବେ ସମାଜରେ ଦେଖୁଥିବ କେତେ ନ୍ୟୁଜ କେତେ ଘଟଣା ସବୁ ଶୁଣୁଥିବ କେବଳ ଏ ପଇସା ପାଇଁ ଲୁଟପାଟ, ଡକାୟତି, ମର୍ଡର କେବଳ ଏ ପଇସା ପାଇଁ। ସେ କଥା ସେ କହୁଛନ୍ତି ଯଦି ଆମେ ବିବେକକୁ ସଜାଗ ନ କରିବା ହୁଏତ ଆମେ ପରସ୍ପରକୁ ମାରିବାକୁ ଷ୍ଟାର୍ଟ କରିଦବା। ଯଦି ଆମେ ବିବେକ ଫେରି ପାଇଗଲେ ତ ଆମ ଭିତରେ ମନୁଷ୍ୟତ୍ୱ ଫେରି ପାଇବ। ଆଶା କରୁଛି ପିଲାମାନେ ବୁଝିପାରିଥିବ। ଯଦି କିଛି ଡାଉଟ୍ ହୁଏ ତ ମୋତେ କମେଣ୍ଟ ସେକ୍ସନରେ ଜଣେଇବ। ମୁଁ ଆହୁରି ତୁମକୁ କ୍ଲିୟର କରିବା ପାଇଁ ଚେଷ୍ଟା କରିବି। ରହିଲି, ଜୟ ଜଗନ୍ନାଥ।